ପୂର୍ବ କ୍ଲାସ୍ରେ ତେବେ 5 ନମ୍ବର ଯା ମୁଁ ବୁଝେଇଥିଲି 5 ନମ୍ବର ଯା 1C 5 ନମ୍ବର ଯା ବୁଝେଇଥିଲି। ଏବେ 6 ନମ୍ବର ପାଖରୁ ଦେଖିବା। 6 ନମ୍ବର କ୍ୱେଶ୍ଚେନଟା ସମସ୍ତେ ଦେଖ ଫାଷ୍ଟ। 6 ନମ୍ବର କ୍ୱେଶ୍ଚେନ ସମସ୍ତେ ଫାଷ୍ଟ ଦେଖ। 200 ଜଣ ଲୋକ ଇଂରାଜୀ ବା ଓଡ଼ିଆରେ କଥାବାର୍ତ୍ତା କରିପାରନ୍ତି। 200 ଜଣ ଲୋକ ଇଂରାଜୀ ବା ଓଡ଼ିଆରେ ଆସିଲା ମାନେ କ'ଣ ଆସିବ? A ୟୁନିୟନ B। 200 ଇଂରାଜୀ ବା ଓଡ଼ିଆରେ କଥାବାର୍ତ୍ତା ହେଇପାରନ୍ତି। ଫାଷ୍ଟ ତମେ ଦେଖିବ କ'ଣ ନା ଇଂରାଜୀରେ କଥାବାର୍ତ୍ତା ହେଉଥିବା ଲୋକଙ୍କ ସେଟ୍ ମନେକର A। ଓଡ଼ିଆରେ କଥାବାର୍ତ୍ତା ହେଉଥିବା ଲୋକଙ୍କ ସେଟ୍ ମନେକର B। ଫାଷ୍ଟ ଏ ଦୁଇଟା ଲାଇନ୍ ଲେଖିବ। ତାପରେ ଥାର୍ଡ଼ ଲେଖିବ ପ୍ରଶ୍ନାନୁଯାୟୀ। ପ୍ରଶ୍ନରେ ଦେଇଛି 200 ଜଣ ଲୋକ ଇଂରାଜୀ ବା ଓଡ଼ିଆରେ କଥାବାର୍ତ୍ତା ହୋଇପାରନ୍ତି। ତାହେଲେ ପ୍ରଶ୍ନାନୁଯାୟୀ A ୟୁନିୟନ B ଏଇଟା ଲେଖିବ ଏବେ। A ୟୁନିୟନ B ର ମୋଡ୍ ସମାନ 200। ଏବେ ଯଦି 80 ଜଣ ଲୋକ କେବଳ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି, ଦେଖ ଏଟାକୁ ତମେ କ'ଣ ନେଇଛ? ଇଂରାଜୀ। ଏଟାକୁ ତମେ ନେଇଛ ଇଂରାଜୀ, ଆଉ ବିଟାକୁ ନେଇଛ ଓଡ଼ିଆ। ସେ କହିଛି 80 ଜଣ ଲୋକ କେବଳ ଓଡ଼ିଆ କେବଳ କହିଲେ ମାନେ ତମେ କ'ଣ ଜାଣିଛ? କେବଳ ଓଡ଼ିଆ କହିଲେ ମାନେ ଏଇ ପର୍ସନଟା। ତାହେଲେ B ମାଇନସ୍ ଏଇ ପର୍ସନଟା ଜାଣିଛ, B ମାଇନସ୍ A। ଏଇଟା କ'ଣ? B ମାଇନସ୍ A। ତାହେଲେ B ମାଇନସ୍ A ସମାନ 80। କେବଳ ଇଂରାଜୀରେ 70, ତାହେଲେ A ମାଇନସ୍ B 70। କ୍ୱେଶ୍ଚନରେ ତୁମକୁ ପଚାରିଛି ତେବେ କେତେ ଜଣ ଉଭୟ ଓଡ଼ିଆ ଓ ଇଂରାଜୀରେ କଥାବାର୍ତ୍ତା ହୋଇପାରନ୍ତି? ଉଭୟ ମାନେ A ଇଣ୍ଟରସେକ୍ସନ B। ଏଇଟା ଏଇ ମଝିଟା ତୁମକୁ ପଚାରିଛି କ୍ୱେଶ୍ଚନରେ। ତାହେଲେ A ଇଣ୍ଟରସେକ୍ସନ B ଉଭୟ ଓଡ଼ିଆ ଇଂରାଜୀରେ କେତେ ଜଣ କଥା ହେଇପାରନ୍ତି ସେ କ୍ୱେଶ୍ଚନରେ ପଚାରିଛି। କ'ଣ କରିବା? ଫର୍ମୁଲା ଆମର ପକେଇବା। A ୟୁନିୟନ B ସମାନ A ମାଇନସ୍ B ପ୍ଲସ୍ A ଇଣ୍ଟରସେକ୍ସନ B ପ୍ଲସ୍ B ମାଇନସ୍ A। ଜାଣିଛ ଏଇ ଫର୍ମୁଲାଟା? A ୟୁନିୟନ B ମାନେ ତୁମେ ଜାଣିଛ ଫୁଲ୍ ଫିଗରରେ A ୟୁନିୟନ B ମାନେ ଫୁଲ୍ ଫିଗରରୁ ଆମେ A ମାଇନସ୍ B ଦେଖ A ୟୁନିୟନ B ମାନେ ତୁମେ ଜାଣିଛ ଏଇ ଫୁଲ୍ ଫିଗର ମାନେ A ମାଇନସ୍ B ଏଇ ପର୍ସନଟା ତୁମେ ଜାଣିଛ A ମାଇନସ୍ B ଏଇ ପର୍ସନଟା, ଆଉ A ଇଣ୍ଟରସେକ୍ସନ B ହେଉଛି ଏଇ ମଝିଟା ଜାଣିଛ ତମେ ମାନେ ସବୁ। B ମାଇନସ୍ A ହେଉଛି ଏଇ ଫିଗର ଏଇ ସାଇଡଟା। ତାହେଲେ ଏ ତିନିଟାକୁ ଯଦି ମୁଁ ମିଶେଇ ଦେବି A ୟୁନିୟନ B ପାଇବି ନା ପାଇବିନି? A ୟୁନିୟନ B ପାଇବି। ତାହେଲେ ଆମେ ଫର୍ମୁଲା ପୁଟ୍ କଲୁ। ଏବେ A ୟୁନିୟନ B ଜାଗାରେ ଯାହା ଦେଇଥିଲା 200 ନେଇଥିଲି। A ମାଇନସ୍ B ଦେଇଥିଲା 70 ରଖିଲି। A ଇଣ୍ଟରସେକ୍ସନ B ଆମକୁ କାଢ଼ିବାର ଅଛି କ୍ୱେଶ୍ଚନରେ। A ଇଣ୍ଟରସେକ୍ସନ B ସେମିତି ଥାଉ। B ମାଇନସ୍ A ଥିଲା କେତେ? B ମାଇନସ୍ A 80। B ମାଇନସ୍ A 80 ରଖିଲି। ଏବେ କ'ଣ କରିବ? ଯୋଉଟା କାଢ଼ିବାର ଥିବ A ଇଣ୍ଟରସେକ୍ସନ B ତମକୁ କାଢ଼ିବାର ଅଛି। ତାହେଲେ ୟାକୁ ଏଇ ଆର ସାଇଡ୍କୁ ଆଣ। ୟାକୁ ଆର ସାଇଡ୍କୁ ଆଣିଲେ ତମର ଏଠି କ'ଣ ହେଇଯିବ? ଇଏ ମାଇନସ୍ ହେଇଯିବ, କାରଣ ଏଠି ପ୍ଲସ୍ ହେଇକି ଥିଲା, ଏପଟକୁ ଆସିଲେ ମାଇନସ୍ ହେଇଯିବ। 200ଟା ଏପଟକୁ ଆସିବ। ତାହେଲେ ଦେଖ ଏଇ 70 ଆଉ ଇଏ 80 ଏ ଦୁଇ ଜଣ ମିଶିଲେ କେତେ ହେବ? 150। 200ଟା ଯେତେବେଳେ ଏପଟକୁ ଆସିବ ମାଇନସ୍ 200 ହେବ ନା ନାଇଁ? ମାଇନସ୍ 200 ହେବ। ତାହେଲେ 150ରୁ ମାଇନସ୍ 200 ହେବ କେତେ ହେବ? -50। ଏବେ ଦେଖ ମାଇନସ୍ A ଇଣ୍ଟରସେକ୍ସନ B ସମାନ -50। ତ ଏଇ ମାଇନସ୍ କଟିଯାଇଛି। ସେଥିପାଇଁ ମୁଁ ଫାଇନାଲ ଆନ୍ସରଟା ଲେଖିଦେଇଛି A ଇଣ୍ଟରସେକ୍ସନ B ସମାନ 50। ବୁଝିହେଲା? କିଛି ପିଲା ବୁଝିପାରୁନଥିବେ ଯେ ଡାଇରେକ୍ଟ A ଇଣ୍ଟରସେକ୍ସନ B ର ମୋଡ୍ 50 କେମିତି ଆସିଲା। ମୁଁ ଏଇଟା ବୁଝେଇଲି ଯେ A ଇଣ୍ଟରସେକ୍ସନ B ଟାକୁ ମୁଁ ଫାଷ୍ଟ ଏପଟକୁ ଆଣିଛି, ହେଲେ ଇଏ ମାଇନସ୍ ହେଇକି ଅଛି ଏପଟେ। ତ ମାଇନସ୍ ହେଇକି ରହିଲେ 70 ଆଉ 80କୁ ମିଶେଇଲେ 150 ପାଖକୁ 200ଟାକୁ ମୁଁ ଆର ସାଇଡ୍କୁ ଆଣିଛି, -200 ହେଲା। ତାହେଲେ 150ରୁ -200 ଗଲେ -50। ଏବେ ଇଏ -50 ଏପଟର ମାଇନସ୍ A ଇଣ୍ଟରସେକ୍ସନ B ର ମୋଡ୍। ତାହେଲେ ଦୁଇଟା କାଟିଗଲା। କେତେ ହେବ? A ଇଣ୍ଟରସେକ୍ସନ B ସମାନ 50 ଖାଲି। ଏଇଟା ହେଉଛି ତମର ଆନ୍ସର। ବୁଝିହେଲା?
ଏବେ 7 ନମ୍ବର क्वेश्चन टा देखो समस्ते 7 नंबर क्वेश्चन पढ़िलो समस्ते फास्ट 100 जन टीवी दर्शकों मध्यरु 75 जन दूरदर्शन जातीय कार्यक्रम और 60 जन बीबीसी कार्यक्रम देखा पसंद करती तेबे केते जन ए उभय कार्यक्रम देखा पसंद करती फास्ट क्वेश्चन केते जन केवल दूरदर्शन कार्यक्रम देखा पसंद करती सेकंड क्वेश्चन तो दीटा एटी क्वेश्चन पचारछि हमको दीटा क्वेश्चन पचारछि केते जन उभय कार्यक्रम देखा पसंद करती आ केते जन केवल दूरदर्शन जातीय कार्यक्रम देखा पसंद करती हमर फास्ट काम आमे कोन करबा ना क्वेश्चन पढ़ला बेले फास्ट कोन आछि ना दूरदर्शन ताले दूर मने करो दूरदर्शन जातीय कार्यक्रम देखुथवा लोकक सेट ए फास्ट ए लाइन टा लिखिबो सेकंड लिखिबो मने करो थरे लिखियो सेकंड लिखिबो बीबीसी जातीय कार्यक्रम देखुथवा लोकक सेट बी सेट समान बी एबे प्रश्नानुଯାୟୀ प्रश्न रे कोन कहिछि ना 100 जन टीवी दर्शक मध्यरु 100 जन टीवी दर्शक मध्यरु ताले 100 जन जेतेबेले देइछि माने ए यूनियन बी हमको देइछि 100 जन टीवी टोटल 100 जन अछन ताले ए यूनियन बी फुल ताले ए यूनियन बी रो मोड केते देला 100 75 जन दूरदर्शन जातीय कार्यक्रम मु दूरदर्शन को ए धरछि ताले ए मोड केते हेबो 75 60 जन बीबीसी जातीय कार्यक्रम देखियो मु बीबीसी जी देखुछन्ति तांको बी सेट धरछि ताले बी मोड केते हेबो 60 बुझिला तेबे केते जन उभय कार्यक्रम उभय आसिला माने ए इंटरसेक्शन बी उभय आसिला माने ए इंटरसेक्शन बी हमको काढिबार अछि फास्ट एटा होछि फर्स्ट क्वेश्चन सेकंड क्वेश्चन से कहिछि केते जन केवल दूरदर्शन जातीय कार्यक्रम देखिबा पसंद केवल दूरदर्शन देखो ए को तुमे दूरदर्शन नैचो तो केवल दूरदर्शन कहले ए माइनस बी कारण एई साइड गुडा खाली तो ए माइनस बी फर्स्ट क्वेश्चन तुमरो ए इंटरसेक्शन बी केते काढिबो सेकंड क्वेश्चन ए माइनस बी केते काढ एबे देखो ए इंटरसेक्शन बी पाइबा पई हेले तुमे फार्मूला पुट करियो फर्स्ट फार्मूला ए यूनियन बी समान ए मोड प्लस बी मोड माइनस ए इंटरसेक्शन बी रो मोड ए यूनियन बी जगह रे हमें 100 देइतला 100 लिखली ए मोड देइची 75 75 बी मोड देइची 60 60 रखिली ए इंटरसेक्शन बी हमको काढिबार अछि ताकू रखि थाउ सेमती एबे देखो ए इंटरसेक्शन बी टा हमको काढिबार अछि ताकू एपड को नै आसो ए इंटरसेक्शन बी टा को मानिली एटा माइनस थिला एपड को आसले कोन प्लस हेइची ए जो चिन्ह माइनस चिन्ह एटी थिला इंटरसेक्शन बी आगरु एटी देखो ये एपड को आसले प्लस हेइची किछि चिन्ह नै समान 75 रे 60 मिसले केते 135 75 रे 60 मिसले 135 ए जो 100 टा एपट थिला सी एपट को आसले माइनस हे जिवो माइनस 100 ताले 35 ताले ए इंटरसेक्शन बी तुमे केते पाइलो 35 एटा पाइलो फर्स्ट आंसर दीटा देखिबा को पसंद करंती 35 जण सेकंड ए माइनस बी काढिबार अछि मते ए माइनस बी रो मोड काढिबी ए माइनस बी रो मोड रो फार्मूला मु जानछि कोन ए मोड माइनस ए इंटरसेक्शन बी मोड तो एक मते देछि 75 75 माइनस ए इंटरसेक्शन बी मु पाइली 35 35 लिखली 75 रु 35 गले 40 एटा होछि सेकंड क्वेश्चन रो आंसर अते जहा जहा क्वेश्चन रे पचार थिला लिखिबो अते 35 जण उभय कार्यक्रम देखिबा को पसंद करंती एवं केवल दूरदर्शन 40 जण केवल दूरदर्शन जातीय कार्यक्रम देखिबा को पसंद करंती बुझेला एबे 8 नंबर क्वेश्चन टा देखिबा 8 नंबर क्वेश्चन समस्त पड़ो गोटिए हॉस्टल रे 40 जण पिलानक मध्यरु 15 जण केवल हॉकी खेलंती और 20 जण केवल क्रिकेट खेलंती जदि एही पिलानक मध्यरु समस्ते हॉकी किंबा क्रिकेट खेलुथांती तेबे केते जण पिला हॉकी और क्रिकेट उभय खेल खेलंती निर्णय करो बुझिहेला फास्ट तुमरो क्वेश्चन पढ़ला बेले तुमरो फास्ट आसला कोन गोटे हॉस्टल रे 40 जण पिलान मध्यरु 15 जण केवल हॉकी हॉकी आछी फास्ट ताले हॉकी मने करो हॉकी खेलुथुबा पिलानको सेट होउची ए क्रिकेट आ कोन हॉकी आ कोन क्रिकेट
କ୍ରିକେଟ ଖେଳୁଥିବା ପିଲାମାନଙ୍କ ସେଟ୍ ହଉଛି ବି। ବୁଝିହେଲା। ଏବେ ପ୍ରଶ୍ନାନୁଯାୟୀ ଫାଷ୍ଟ ଦୁଇଟା ଲାଇନ୍ ଲେଖିଲ। ଏବେ ପ୍ରଶ୍ନାନୁଯାୟୀ ପ୍ରଶ୍ନରେ କ'ଣ ଦେଇଛି? ଗୋଟିଏ ହଷ୍ଟେଲରେ 40 ଜଣ ପିଲାମାନଙ୍କ ମଧ୍ୟରୁ ପିଲା ସଂଖ୍ୟା କେତେ? ଟୋଟାଲ 40। ତାହେଲେ ଏ ୟୁନିୟନ ବି ହେଲା 40। ବୁଝିହେଲା। ଏ ୟୁନିୟନ ବି ହେଲା 40। 15 ଜଣ କେବଳ ହକି ଖେଳନ୍ତି। ତାର ମନେକର ଏଇଟା ହଉଛି ଏ ସେଟ୍, ଏଇଟା ହଉଛି ବି ସେଟ୍। କେବଳ ହକି ଯଦି ମୁଁ କହିବି ତାହେଲେ କୋଉଟା ହବ? ଏଇଟା ଏ ମାଇନାସ ବି। ଏ ମାଇନାସ ବି କେତେ? 15 ଦେଇଛି। କେବଳ କ୍ରିକେଟ ବି ମାଇନାସ ଏ, ଏଇ ସାଇଡଟା ବି ମାଇନାସ ଏ। କେବଳ କ୍ରିକେଟ କେତେ? 20 ଜଣ। 20 ଜଣ ଏଠି ଲେଖିଲି। 15 ଜଣ 20 ଜଣ କେବଳ କ୍ରିକେଟ ଖେଳନ୍ତି। ଯଦି ଏଇ ପିଲାମାନଙ୍କ ମଧ୍ୟରୁ ସମସ୍ତେ ହକି କିମ୍ବା କ୍ରିକେଟ ଖେଳୁଥାନ୍ତି, ସମସ୍ତେ ହକି କିମ୍ବା କ୍ରିକେଟ ଯୋଉଟା ହେଲେ ସେମାନେ ଖେଳୁଥିବେ, ତେବେ କେତେ ଜଣ ପିଲା ହକି ଓ କ୍ରିକେଟ ଉଭୟ ଖେଳ ଖେଳନ୍ତି ନିର୍ଣ୍ଣୟ କର। କେତେ ଜଣ ପିଲା ଉଭୟ ଖେଳ ଖେଳନ୍ତି? ତାହେଲେ କ୍ୱେଶ୍ଚନରେ ଆମକୁ ପଚାରିଛି କ'ଣ କହିଲ? ଏଠି ଲେଖି ନାହିଁ ମୁଁ। କ୍ୱେଶ୍ଚନରେ ପଚାରିଛି ଏ ଇଣ୍ଟରସେକ୍ସନ ବି ର ମୋଡ୍ କେତେ? ଏଇଟା ଲେଖିବ। କ୍ୱେଶ୍ଚନରେ ଆମକୁ ଏ ଇଣ୍ଟରସେକ୍ସନ ବି ର ମୋଡ୍ କାଢିବା ପାଇଁ କହିଛି, ଏଇ ଯୋଉ ମଝିଟା। ତାର ଫର୍ମୁଲା ପକେଇବା ଆମେ। এই ଫର୍ମୁଲାଟା କ'ଣ ନା ଦେଖିବ, ଡାଟାକୁ ଦେଖିକି ଦେଖିବ କୋଉ ଫର୍ମୁଲା ଆସୁଛି। ଡାଟା ତୁମକୁ ଦେଖି ଦେଖ, ଏ ୟୁନିୟନ ବି ର ମୋଡ୍ ଦେଇଛି, ଏ ମାଇନାସ ବି ର ମୋଡ୍, ବି ମାଇନାସ ଏ ର ମୋଡ୍। ତାହେଲେ ଡାଟା ଯଦି ଆମକୁ ଏହା ଦେଇଛି, ଏ ଇଣ୍ଟରସେକ୍ସନ ବି ର ଫର୍ମୁଲା ଏଇ ଡାଟାକୁ ନେଇକି କେମିତି ହେଇପାରିବ ତମେ ମନେ ପକେଇବ। ବୁଝିହେଲା। तुमको फॉर्मूला बुझेइथिली ए यूनियन बी रो मोड समान कोन ए माइनस बी प्लस ए इंटरसेक्शन बी मझीटा प्लस बी माइनस ए एई साइडटा। एबे ए यूनियन बी देइथिला 40 40 रखिली, जहाँ जहाँ देइछि ताकू लिखि दबो। ए माइनस बी देइथिला 15 15 लिखिली। ए इंटरसेक्शन बी देइ नै काढिबा पई हबो, ताकू सेमति रखो। बी माइनस ए देइथिला 20 20 लिखिली। एबे देखो ए इंटरसेक्शन बी एइटा हम काढिबार अछि, तो याकू एपडकू नै आसो। एपडकू नै आसले ये कोन हेइथिबो? माइनस हेइथिबो। जदि ये प्लस अछि एपटे, एपडू आसले कोन माइनस हेइथिबो। आ ई जो 15 ये 20 एपटे केते हेइथिबो? 35 हेइथिबो। आ ई जो 40 टा से आर साइड को आसले माइनस 40 हेइथिबो ना? हेइथिबोनी? हेइथिबो। मु एटा डायरेक्ट एडी लिखि दिछि, सेटा सॉल्व केमति डायरेक्ट लिखिछि बुझौछि। माइनस 40 तो 35 रु माइनस 40 गले केते? माइनस 5 तमे जानिछो। तो एठी माइनस 5 ए इंटरसेक्शन माइनस ए इंटरसेक्शन बी समान माइनस 5। ताले दी साइड रे जदि माइनस थिबो कॉमन नेले काटि जिवो। माइनस माइनस काटि होला। ए इंटरसेक्शन बी मोड समान 5 खाली। बुझियला? ए इंटरसेक्शन बी समान 5। एबे 9 नंबर क्वेश्चन टा देखो समस्ते। 9 नंबर क्वेश्चन टा 9 नंबर क्वेश्चन टा समस्ते पढ़ो फास्ट। शहे जन लोकंक मध्यरु 18 जन कार किंबा स्कूटर चलाइबा जानी नाहांती भल से क्वेश्चन को देखो। किंतु 25 जन कार और स्कूटर उभय चलाइबा जानी छंती। जदि सेमानक मध्यरु 55 जन स्कूटर चलाइबा जानी थांती, तेबे केते जन कार चलाइबा जानी छंती निर्णय करो। फास्ट मते को क्वेश्चन रे पढिला बेले फास्ट कोन आसिला? कार आसिला। सेकेंड स्कूटर। ताले मने करो कार चलाउथुवा लोकंको सेट ए। मने करो कार चलाउथुवा लोकंको सेट होउची ए लिखिबो फास्ट। स्कूटर चलाउथुवा लोकंको सेट होउची बी। स्कूटर चलाउथुवा लोकंको सेट होउची बी। एबे लिखिबो प्रश्नानुसारे ई मोड समान 100। कारण 100 जन लोक देखो एडी जानी नाहांती गुटे अछि ना टर्म, जानी नाहांती स्कूटर चलाइबा जानी नाहांती। क्वेश्चन रे अछि जानी नाहांती आसला माने ई आसीबो। बुझिला? नाहांती नेगेटिव आसला माने डैश आसीबो, डैश माने ई आसला। एबे तो 100 जन लोकंक मध्यरु ताले ई मोड समान 100। बुझिला? 18 जन कार किंबा स्कूटर चलाइबा जानी नाहांती। कार किंबा स्कूटर चलाइबा जानी नाहांती। ताले एई टर्मटा सब बेले बुझिबो। 18 जन कार किंबा स्कूटर चलाइबा जानी नाहांती। ताले ए यूनियन बी रो डैश, ए यूनियन बी मोड रो डैश समान 18। कोउटा कहलो?
এই ଯେଉଁ ଏଇ ଯେଉଁ ରାଉଣ୍ଡ ଫିଗର ଦୁଇଟା ଅଛି ଏ ଆଉ ବି, ଏଇଟାକୁ ଛାଡ଼ିଦେଲେ ଯେଉଁ ଗୁଡ଼ା ରହିଗଲା ସେଇଟା ହେଉଛି ଏ ୟୁନିୟନ ବି ର ଡ୍ୟାସ୍। ବୁଝିହେଲା? ଆଉ ଏଇଟା ହେଉଛି ଏ ୟୁନିୟନ ବି ଫୁଲଟା। ଆଉ ଇ ହେଉଛି କ'ଣ? ଏଇ ଯେଉଁ ପୁରା ଫିଗରଟା ହେଉଛି ଇ, ପୁରା ଫିଗରଟା ହେଉଛି ଇ। ଏବେ ଦେଖ ସେ କହିଲା 25 ଜଣ କାର ଓ ସ୍କୁଟର ଉଭୟ ଚଲେଇବା ଜାଣିଛନ୍ତି। 25 ଜଣ ଦିଟା ଯାକ ଚଲେଇବା ଜାଣିଛନ୍ତି, ତାହେଲେ ଉଭୟ ମାନେ କ'ଣ ଆସିବ? ଏ ଇଣ୍ଟରସେକ୍ସନ ବି, ଏ ଇଣ୍ଟରସେକ୍ସନ ବି ର ମୋଡ୍ 25 ଆସିଲା। ଏ ଇଣ୍ଟରସେକ୍ସନ ବି ର ମୋଡ୍ 25 ଆସିଲା। ଯଦି ସେମାନଙ୍କ ମଧ୍ୟରୁ 55 ଜଣ ସ୍କୁଟର ଚଲେଇବା ଜାଣିଥାନ୍ତି, 55 ଜଣ ସ୍କୁଟରକୁ ମୁଁ ବି ଧରିଛି, ତାହେଲେ 55 ବି ମୋଡ୍ ସମାନ 55 ଲେଖିଲି। ତେବେ ସେ କ୍ୱେଶ୍ଚନରେ କହିଛି କେତେ ଜଣ କାର ଚଲେଇବା ଜାଣିଛନ୍ତି, ମାନେ ଏ ମୋଡ୍ କ୍ୱେଶ୍ଚନରେ ପଚାରିଛି। ଏ ମୋଡ୍ କେମିତି ପାଇବି? ଦେଖ ଫାଷ୍ଟ ମତେ ଡାଟା କ'ଣ ଦେଇଛି, ଦେଖ ସେଇ ଡାଟା ଅନୁସାରେ ମୁଁ କୋଉ ଫର୍ମୁଲା ପକେଇବି ତମେ ମାଇଣ୍ଡରେ ଫାଷ୍ଟ ମନେ ପକାଅ ଯେ ଡାଟା ଏ ରହିଲେ ଆମେ କୋଉ ଫର୍ମୁଲା ପକେଇ ପାରିବା। ଏ ମୋଡ୍ ଆମକୁ କାଢିବାର ଅଛି। ଏ ମୋଡ୍ କାଢିବା ପାଇଁ ହେଲେ ଫର୍ମୁଲା ତମେ ଜାଣିଛ କ'ଣ ପଡିବ? এই ডাটা অনুসারে দেখো যদি এ মোড ଆମକୁ କାଢିବାର ଅଛି ଏଇ ଫର୍ମୁଲାରେ ହେଇଯିବ, ମେନ୍ ଫର୍ମୁଲାରେ ଆମର ହେଇଯିବ। କିନ୍ତୁ ମେନ୍ ଫର୍ମୁଲା ପକେଇବା ପୂର୍ବରୁ ଆମେ ଏ ୟୁନିୟନ ବି ଦରକାର ଆମକୁ, ନହେଲେ ଆମେ ଏଇ ଫର୍ମୁଲାଟା ପକେଇ ପାରିବାନି। ତ ଏ ୟୁନିୟନ ବି ପାଇବା ପାଇଁ ହେଲେ ए यूनियन बी पाइबा ପାଇଁ ହେଲେ କ'ଣ କରିବି? ଇ ମାଇନାସ୍ ଏ ୟୁନିୟନ ବି ର ଡ୍ୟାସ୍। এই ଫର୍ମୁଲାଟା କେମିତି ଆସିଲା ବୁଝିପାରିଲ ନା ନାହିଁ? ତମେ ଜାଣିଛ ଇ ସମାନ ଇ ମୋଡ୍ ସମାନ ଏ ୟୁନିୟନ ବି ର ମୋଡ୍ ପ୍ଲସ୍ ଏ ୟୁନିୟନ ବି ର ଡ୍ୟାସ୍। এই ଦୁଇଟାକୁ ମିଶେଇବି, এই ଦୁଇଟାକୁ ମିଶେଇଲେ ଇ ବାହାରିବ। ତାହେଲେ ମୁଁ ଯଦି କେବଳ ଏ ୟୁନିୟନ ବି କାଢିବା ପାଇଁ ଚାହୁଁଛି କ'ଣ କରିବି? ଇ ପାଖକୁ ଏ ୟୁନିୟନ ବି ର ଡ୍ୟାସ୍କୁ ନେଇଯିବି, ତାହେଲେ ଇଏ ପ୍ଲସ୍ ହେଇକି ଅଛି, ଏପଟକୁ ଆସିଲେ କ'ଣ ମାଇନାସ୍ ହେଇଯିବ। ଦେଖ ଏଇଠି ଏଇଟା ମୋଡ୍ ବସିବ ଇ ମାଇନାସ୍ ଏ ୟୁନିୟନ ବି ର ଡ୍ୟାସ୍। ବୁଝିହେଲା? ये माइनस है एपटू आसला ये माइनस ए यूनियन बी रहा से ताले ए यूनियन बी केते पाइले मु 82 केमती ना ई देथिला 100 आ डायरेक्ट मु नेकी देछि ई देथिला 100 ए यूनियन बी रो डैश देथिला 18 ताले 100 रु 18 गला केते 82। एबे ए यूनियन बी रो फार्मूला पकेबा सेकंड स्टेप, एटा फर्स्ट स्टेप गला। एबे सेकंड स्टेप ए यूनियन बी रो फार्मूला पकेबा। ए यूनियन बी रो मोड समान ए मोड प्लस बी मोड माइनस ए इंटरसेक्शन बी रो मोड। ताले ए यूनियन बी केते देछि हमको पाइलु केते 82 बसैलु। ए मोड देछि हमको केते देइनी काढिया पई हबो ताकू सेमिति रखो। बी मोड देछि 55 लिखली माइनस ए इंटरसेक्शन बी देछि 25 देखो एडी 25 देइला 25 लिखली। एबे कोन करबा हमकु जहा काढिबार अछि ताकू ई साइड को नै आसो, जहा जोटा फाइंड आउट करिबार अछि जोटा काढिबार अछि वैल्यू ताकू ई साइड को आनो, समान चिन्हर लेफ्ट को आनो। ताले सी जदी लेफ्ट को आसीबो ये कोन माइनस एई थो ना नै माइनस एई थो। एबे देखो ए जो 55 ये 25 माइनस हे गले केते रहिबो? 55 रु 25 गला एठी केते थिबो? 30 थिबो 30 थिबो। ए जो 82 टा एपट को आसले कोन हो माइनस 82 हो हो ना नहीं माइनस 82 हो। एबे 30 रु 82 गले केते माइनस 52 माइनस 52। एबे माइनस कटि गला ताले ए मोड समान केते हो? ए मोड समान 52। ए दुईटा माइनस थिला माइनस माइनस कटि गले ए मोड समान 52। बुझी होची मु एटा डायरेक्ट कर दी, तमे जदी बुझी गल थरे जे केमती सॉल्व होची ताबले डायरेक्ट कर परियो किछ प्रॉब्लम नै। 82 एपट को आसिला बुझेला। तमे एडी देखी कंफ्यूज हबनी ए जो 82 माइनस 30 केमती आसला एठी एडी कंफ्यूज हबनी देखी। तमे फास्ट ए लाइन टा भूली जाओ, ए लाइन टा भूली जाओ।
এই লাইনটা ভুলি যাও। ଦେଖ ଏ ମୋଡ ମତେ କାଢିବାର ଅଛି, ତାହେଲେ ମୁଁ କଣ କରିବି, ଏଠି ଇମ୍ପ୍ଲାଇ ଦ୍ୟାଟ୍, ଏଇ ଏରିଆ ତଳକୁ କରିବ, ଏଠି ମୁଁ କରୁଛି ଇମ୍ପ୍ଲାଇ ଦ୍ୟାଟ୍ ଏ ମୋଡ କାଢିବାର ଅଛି। ଏ ମୋଡଟାକୁ ମୁଁ ଏପଟକୁ ଆଣିବି, ତାହେଲେ କଣ ହବ, ମାଇନାସ ଏ ମୋଡ ହବ ନା ନାଇଁ। ଏଟା ପ୍ଲସ୍ ଥିଲା, ଏପଟକୁ ଆସିଲା ମାଇନାସ ଥିଲା, ଠିକ ଅଛି। ଏବେ ଦେଖ ଇଏ 55, ଇଏ -25, ଏଇ ଦିଟା ଯଦି ମାଇନାସ ହେଇଯିବ, ଏଇଟା କେତେ ହେଇଥିବ, ସେଇଟା 55 ରୁ 25 ଚାଲିଯାଇଥିବ, କେତେ ହବ 30। ଏବେ ଦେଖ 82 ଟା ଏପଟେ ପ୍ଲସ୍ ଅଛି, 82 ପ୍ଲସ୍ ଅଛି, ଏପଟକୁ ଆସିଲା ସମାନ ଚିହ୍ନର, ଏପଟକୁ ଏ ମୋଡଟା ଆସିଛି, ତ ଇଏ ଏପଟକୁ ଯିବ, ଆର ସାଇଡକୁ ଯିବ, ତାହେଲେ -82 ହେଲା, ବୁଝିହେଲା। ଇମ୍ପ୍ଲାଇ ଦ୍ୟାଟ୍ ମାଇନାସ ଏ ମୋଡ ସମାନ, ଦେଖ 30 -82 ମାନେ 30 -82 କେତେ ହବ, -52। ଏବେ ମାଇନାସ ମାଇନାସ କ୍ୟାନସେଲ ହେଇଯିବ, ଦି ସାଇଡରେ ମାଇନାସ ମାନେ କ୍ୟାନସେଲ ହେଇଯାଏ, ତାହେଲେ ଏ ମୋଡ ସମାନ କେତେ ପାଇଲ ତମେ, 52 ଆନ୍ସର। ଏବେ ବୁଝିହେଲା। ଏବେ 10 ନମ୍ବର କ୍ୱେଶ୍ଚନ ଟା ଦେଖ, 10 ନମ୍ବର କ୍ୱେଶ୍ଚନ, ଏକ ଶ୍ରେଣୀର 50 ଜଣ ଛାତ୍ରୀଙ୍କ ମଧ୍ୟରୁ 22 ଜଣ ଗୀତ ଶିଖନ୍ତି ଓ 22 ଜଣ ନାଚ ଶିଖନ୍ତି। ଏଥିମଧ୍ୟରୁ 5 ଜଣ ଛାତ୍ରୀ ଉଭୟ ଗୀତ ଓ ନାଚ ଶିଖନ୍ତି। ତେବେ କେତେ ଜଣ ଛାତ୍ରୀ ଗୀତ କିମ୍ବା ନାଚ କୌଣସିଟି ଶିଖନ୍ତି ନାହିଁ ଏବଂ କେତେ ଜଣ ଛାତ୍ରୀ ଏହି ଦୁଇଟି ମଧ୍ୟରୁ କେବଳ ଗୋଟିଏ ଶିକ୍ଷା କରନ୍ତି, ନିର୍ଣ୍ଣୟ କର। କଣ କରିବା, ଫାଷ୍ଟ ଲେଖିବା ଆମେ ଗୀତ ଶିଖୁଥିବା ଛାତ୍ରୀଙ୍କ ସେଟ୍ ମନେକର ଏ, ନାଚ ଶିଖୁଥିବା ଛାତ୍ରୀଙ୍କ ସେଟ୍ ମନେକର ବି, ବୁଝିହେଲା। ପ୍ରଥମେ ଏଇ ଉପରେ ଲେଖିବ, ମନେକର ଗୀତ ଶିଖୁଥିବା ଛାତ୍ରୀଙ୍କ ସଂଖ୍ୟା, ଛାତ୍ରୀଙ୍କ ସେଟ୍ ହଉଛି ଏ। ନାଚ ଶିଖୁଥିବା, ସେକେଣ୍ଡ ଲାଇନରେ ଲେଖିବ, ନାଚ ଶିଖୁଥିବା ଛାତ୍ରୀଙ୍କ ସେଟ୍ ହଉଛି ବି। ଏବେ ଲେଖିବ ପ୍ରଶ୍ନାନୁସାରେ ଇ ମୋଡ ଆମକୁ କେତେ ଦେଇଛି, 50। ଇ ମୋଡ କଣ ପାଇଁ 50 କହିଲ ଲେଖିଲି, ଦେଖ କ୍ୱେଶ୍ଚନ ରେ ଦେଇଛି କେତେ ଜଣ ଛାତ୍ରୀ ଗୀତ କିମ୍ବା ନାଚ କୌଣସିଟି ଶିଖନ୍ତି ନାହିଁ। କ୍ୱେଶ୍ଚନରେ ଦେଖ କୌଣସିଟି ଶିଖନ୍ତି ନାହିଁ ଅଛି, ତାହେଲେ କଣ ଆସିବ, ଇ ଆସିଲା, ଇ ତାହେଲେ 50 ଆମକୁ ଦେଇଛି, ଆମେ ଜାଣିନେଲୁ କୌଣସିଟି ଶିଖନ୍ତି ନାହିଁ ମାନେ ଏଠି ଆସିଛି, ତାହେଲେ ଇ ମୋଡ ଆମକୁ 50 ଦେଇଛି। ଏବେ ଏ ମୋଡ କେତେ ଦେଇଛି, 22, ଏ ମୋଡ 22 ଲେଖିଲି, ବି ମୋଡ ଦେଇଛି 22, ବି ମୋଡ 22 ରଖିଲି, ଗୀତ 22, ନାଚ 22। ଏବେ ସେ କହିଛି 5 ଜଣ ଛାତ୍ରୀ ଉଭୟ ଜିନିଷ ଶିଖନ୍ତି, ଉଭୟ ମାନେ ଇଣ୍ଟରସେକ୍ସନ ବି ଜାଣିଛୁ, ଉଭୟ ମାନେ ଏ ଇଣ୍ଟରସେକ୍ସନ ବି 5 ଜଣ ଲେଖିଲି। ସେ କହିଛି ତେବେ କେତେ ଜଣ ଛାତ୍ରୀ ଗୀତ କିମ୍ବା ନାଚ କୌଣସିଟି ଶିଖନ୍ତି ନାହିଁ, ଗୀତ କିମ୍ବା ନାଚ କୌଣସିଟି ଶିଖନ୍ତି ନାହିଁ, ନିର୍ଣ୍ଣୟ କର। କୌଣସିଟି ଶିଖନ୍ତିନି, ସେମାନେ ଜମାରୁ କିଛି ଶିଖନ୍ତିନି, କୋଉ ମାନେ କହିଲ, ଏଇ ସାର୍କେଲ ଦିଟାକୁ ଛାଡି ଦେଇକି ଯୋଉ ପାର୍ଟ ଗୁଡା ରହିଲା ସେଇଗୁଡା ହଉଛନ୍ତି କୌଣସିଟି ଶିଖନ୍ତି ନାହିଁ, ଯୋଉଟା କି ଏଇ ସାର୍କେଲ ଛାଡିଦେଲେ ଏଇ ପର୍ସନଟାକୁ କୁହାହୁଏ ଏ ୟୁନିୟନ ବି ର ଡାସ୍। ଏଇଟା କ୍ୱେଶ୍ଚନ, ଫାର୍ଷ୍ଟ କ୍ୱେଶ୍ଚନ ଆମକୁ ପଚାରିଲା। ଏବଂ କେତେ ଜଣ ଛାତ୍ରୀ এই ଦୁଇଟି ମଧ୍ୟରୁ କେବଳ ଗୋଟିଏ ଶିକ୍ଷା କରନ୍ତି, ଗୋଟିଏ, କେବଳ ଗୋଟିଏ ଶିଖୁଥିବେ ମାନେ ଏ ୟୁନିୟନ ବି, କେବଳ ଗୋଟିଏ ଶିଖୁଥିବେ ମାନେ ଏ ୟୁନିୟନ ବି, ବୁଝିହେଲା। କେବଳ ଗୋଟିଏ ଶିଖୁଥିବେ ମାନେ ଏ ୟୁନିୟନ ବି। ଏବେ କଣ ଫର୍ମୁଲା ପକେଇବା, ଦେଖ ତମ ପାଖରେ ଇ ଅଛି, ଏ ୟୁନିୟନ ବି ର ଡାସ୍ ପାଇବା ପାଇଁ ହେଲେ ତୁମେ ଜାଣିଛ ଇ ସମାନ କଣ, ଏ ୟୁନିୟନ ବି ର ମୋଡ ପ୍ଲସ୍ ଏ ୟୁନିୟନ ବି ର ଡାସ୍, ମିଶେଇବା ପାଇଁ ପଡେ, ଦେଲେ ଇ ବାହାରେ, ତାହେଲେ ଏ ୟୁନିୟନ ବି କଣ କେମିତି ପାଇବ ତୁମେ, ଏ ୟୁନିୟନ ବି ର ଡାସ୍ କେମିତି ପାଇବ, ଫାଷ୍ଟ ଏ ୟୁନିୟନ ବି କାଢିଥିଲେ, ଏ ୟୁନିୟନ ବି ର ମୋଡ ପାଇଲେ ହିଁ ଏଇଟା ପାଇବ, ତ ଫାଷ୍ଟ ଏ ୟୁନିୟନ ବି କାଢ, ଏ ୟୁନିୟନ ବି ର ଫର୍ମୁଲା ପକେଇଲେ ଏ ମୋଡ ପ୍ଲସ୍ ବି ମୋଡ ମାଇନସ୍ ଏ ଇଣ୍ଟରସେକ୍ସନ ବି ର ମୋଡ। ଏ ଦେଇଥିଲା 22, ବି ଦେଇଛି 22 ମାଇନସ୍ ଏ ଇଣ୍ଟରସେକ୍ସନ ବି ଦେଇଛି 5,
ତାହେଲେ 22 22 44, 44 ରୁ 5 ଗଲା କେତେ 39, 39 ପାଇଲି। ଏ ୟୁନିୟନ ବି ମାନେ କେବଳ ଗୋଟିଏ ଶିଖନ୍ତି ଯୋଉମାନେ, କେବଳ ଗୋଟିଏ ଶିଖନ୍ତି ଯୋଉମାନେ ଏ ୟୁନିୟନ ବି। ଏବେ ଦେଖ ଏ ୟୁନିୟନ ବି ର ଡାଶ ଟା କେମିତି ବାହାର କରିବି? ଏ ୟୁନିୟନ ବି ର ଡାଶ ଟା ତମେ ଜାଣିଛ, ଏଠି ଦେଖ ଇ ସମାନ, ଆଉ ଥରେ ଲେଖୁଛି ଇ ସମାନ ଏ ୟୁନିୟନ ବି ପ୍ଲସ୍ ପ୍ଲସ୍ ଏ ୟୁନିୟନ ବି ର ଡାଶ ଡାଶ ମାନେ କଣ ନା ଏଇ ଯୋଉ ରେଡ ଯୋଉ ପଏଣ୍ଟ ଗୁଡା ଏଇଗୁଡା ଏ ୟୁନିୟନ ବି ର ଡାଶ, ଆଉ କଣ ଏଇ ଦିଟା ସାର୍କେଲ, ମାନେ ଏଇଟା ପୁରା ଫୁଲ କମ୍ପ୍ଲିଟ ଏଇ ଦିଟା ସାର୍କେଲ ଯୋଉ ପାର୍ଟ ଗୁଡା ରହୁଛି ସେଇଟା ହଉଛି ଏ ୟୁନିୟନ ବି। ଏ ଦିଟା ମିଶେଇଲେ ଇ ବାହାରିବ। ତାହେଲେ ଖାଲି ଯଦି ଏ ୟୁନିୟନ ବି ର ଡାଶ ମତେ କାଢିବାର ଅଛି, ମୁଁ କଣ କରିବି? ଇ ମାଇନାସ ଏଇଟା ନେଇଯିବି ଇ ପାଖକୁ, ଏଇଟା ଇ ମୋଡ, ଇ ପାଖକୁ କଣ ଏ ୟୁନିୟନ ବି କୁ ମାଇନାସ କରିଦେବି। ଦେଖ ଏଇଠି କରିଛି ମୁଁ ସେୟା, ଏ ୟୁନିୟନ ବି ର ଡାଶ ମତେ କାଢିବାର ଥିଲା, ମୁଁ ଲେଖିଲି। ତାହେଲେ ଇ ପାଖକୁ ଏଇଟା ଯଦି ଯିବ ଇଏ କଣ ହବ ମାଇନାସ ହେଇଯିବ, ତାହେଲେ ମାଇନାସ ହେଲା। ତ ଇ ଦେଇଥିଲା 50, ଏ ୟୁନିୟନ ବି ମୁଁ ପାଇଥିଲି 39, ତାହେଲେ 50 ମାଇନାସ 39 11, ଏଇଟା ମୁଁ ପାଇଲି। ଏଇ ମାନେ କଣ ଜମା କିଛି ଶିଖନ୍ତି ନାହିଁ 11 ଜଣ। ପ୍ରତ୍ୟେକ ସବୁରେ ଲେଖିବ 39 ଜଣ 39 ପିଲା କଣ କେବଳ ଗୋଟିଏ ଶିଖନ୍ତି, ଆଉ 11 ଜଣ ଜମାରୁ କିଛି ଶିଖନ୍ତି ନାହିଁ, କିଛି ଶିଖନ୍ତି ନାହିଁ। ଏବେ 11 ନମ୍ବର କ୍ୱେଶ୍ଚନ ଟା ଦେଖ ସମସ୍ତେ, 11 ନମ୍ବର କ୍ୱେଶ୍ଚନ ଟା ପଢ ସମସ୍ତେ। 11 ନମ୍ବର କ୍ୱେଶ୍ଚନ ଟା ଭିଡିଓଟାକୁ ପଜ କରିକି ପଢୁଥିବ ସମସ୍ତେ, କ୍ୱେଶ୍ଚନ ଫାଷ୍ଟ ପଢିବ, ନହେଲେ ମୁଁ ତ କ୍ୱେଶ୍ଚନ ବି ପଢୁଛି ଆନ୍ସର ବି କହୁଛି, ତମକୁ ଲାଗିବ ତମେ ବୁଝିଉଛ ସବୁ ପାଠ କିନ୍ତୁ ପରୀକ୍ଷାରେ ହଉନଥିବ। ତମେ ଭିଡିଓଟାକୁ ଟିକେ ଷ୍ଟପ୍ କରିଦିଅ, ଫାଷ୍ଟ କ୍ୱେଶ୍ଚନ ଟା ପଢ, ତାପରେ ମୁଁ ବି କ୍ୱେଶ୍ଚନ ପଢିବି, ତାପରେ ତୁମେ ଦେଖିବ ସେ ଜିନିଷଟା କେମିତି ମ୍ୟାଚ୍ କରୁଛି, ଡାଟା ଗୁଡା କେମିତି କ୍ୱେଶ୍ଚନ ରୁ ନିଆଯାଉଛି। ହଉ ଦେଖ, ଗୋଟିଏ କଲୋନୀର 2/5 ପରିବାର ସମ୍ବାଦ ଓ 3/4 ପରିବାର ସମାଜ ପଢନ୍ତି। ଯଦି 50ଟି ପରିବାର ଏ ଦୁଇଟି ସମ୍ବାଦପତ୍ର ମଧ୍ୟରୁ କୌଣସିଟି ପଢନ୍ତି ନାହିଁ ଏବଂ 125ଟି ପରିବାର ଉଭୟ ଖବରକାଗଜ ପଢନ୍ତି, ତେବେ ଉକ୍ତ କଲୋନୀର ପରିବାର ସଂଖ୍ୟା ନିର୍ଣ୍ଣୟ କର। ଫାଷ୍ଟ ଆମ କାମ ହଉଛି କ୍ୱେଶ୍ଚନ ପଢିଦେଲୁ। କ୍ୱେଶ୍ଚନରେ କଣ କଣ କହିଛି ନା ସମ୍ବାଦ ପଢନ୍ତି କିଛି ଆଉ ସମାଜ ପଢନ୍ତି କିଛି। ସମ୍ବାଦ ମନେକର ଫାଷ୍ଟ ହଉଛି ସମ୍ବାଦ, ମନେକର ସମ୍ବାଦ ପଢୁଥିବା ଲୋକଙ୍କ ସେଟ ସମାନ ଏ, ସମାଜ ପଢୁଥିବା ଲୋକଙ୍କ ସେଟ ସମାନ ବି, ଖାଲି ବି। ଦେଖିଲ, ଏବେ ଦେଖିବ ପ୍ରଶ୍ନାନୁଯାୟୀ ସେ କହିଛି, କ୍ୱେଶ୍ଚନ କହିଛି ଆମକୁ କଣ କଲୋନୀର ପରିବାର ସଂଖ୍ୟା ନିର୍ଣ୍ଣୟ କର। କଲୋନୀର ମନେକର କଲୋନୀର ପରିବାର ସଂଖ୍ୟା ସମାନ x, ପରିବାର ସଂଖ୍ୟା ସମାନ x, ମନେକର କଲୋନୀର ପରିବାର ସଂଖ୍ୟା ସମାନ x, ତାହେଲେ ଇ ମୋଡ କେତେ ହବ? ଇଟା ହଉଛି କଣ ଏଇଟା ହଉଛି ଦେଖ ଇ ମୋଡ ସମାନ x, ଏଇ ଯୋଉ ଫୁଲ ୟା ଭିତରେ ଯେଉଁମାନେ ରହିଲେ ଏଇଟା ହଉଛି ଟୋଟାଲ ପରିବାର ସଂଖ୍ୟା, ତ ଇ ମୋଡ ଟା ହଉଛି କଣ x, ବୁଝିଗଲା। ତାହେଲେ ମନେକର ପରିବାର ସଂଖ୍ୟା x, ତାହେଲେ ଇ ମୋଡ କେତେ ହବ x ହବ, ଇ ମୋଡ x। ଏଇଟା ଆମକୁ କ୍ୱେଶ୍ଚନ ରେ ବାହାର କରିବା ପାଇଁ କହିଛି, ସେପାଇଁ କ୍ୱେଶ୍ଚନ ମାର୍କ ମୁଁ ଏଠି ଦେଇଛି। ତାପରେ ଦେଖ ସେ କହିଛି କଲୋନୀରେ 2/5 ପରିବାର, 2/5 ମାନେ 2/5, 2/5, 2/5 ମାନେ 2/5, ଟୋଟାଲ ଯେତିକି ପରିବାର ଅଛନ୍ତି ତାହାର 2/5, ଟୋଟାଲ ମନେକର ମୁଁ ଧରିଛି x, ତାହେଲେ x ରେ ଗୁଣିବି 2/5 into x, ତାହେଲେ କେତେ ହବ 2x/5। ବୁଝି ହଉଛି ନା ବୁଝି ହଉନି? ଏବେ ଦେଖ 3/4 ପରିବାର ସମାଜ ପଢନ୍ତି, 3/4 ସମାଜ, ସମାଜକୁ ମୁଁ ବି ଧରିଛି, ତାହେଲେ 3/4, ତାହେଲେ ସେମିତି 3/4 ହବ, 3/4 ମାନେ 3/4 ଇଣ୍ଟୁ x କରିବି, ତାହେଲେ ସେଟା ଡାଇରେକ୍ଟ ମୁଁ ନେଇଦେଲି 3x/4। ବୁଝିହେଲା? ଏବେ ଏତିକି ବୁଝି ହେଇଛି ତ? ତାପରେ କ୍ୱେଶ୍ଚନରେ କଣ ଡାଟା ଦେଇଛି ଦେଖ, ମୁଁ ଯେତିକି ପଢୁଛି ସେତିକି ତାକୁ ଲେଖୁଛି, ଯେତିକି ଡାଟା ଦେଉଛି ମୁଁ ସେଇ ଅନୁସାରେ କ୍ୱେଶ୍ଚନରେ ଲେଖୁଛି। ଯଦି 50ଟି ପରିବାର ଏଇ ଦୁଇଟି ସମ୍ବାଦପତ୍ର ମଧ୍ୟରୁ କୌଣସି ପଢନ୍ତି ନାହିଁ, ବୁଝିପାରିଲ? ଏଇ ଯୋଉ ନାହିଁ ଅଛି ସେଇ ପାଇଁ ସେଠି ମୁଁ ଇ ନେଇଥିଲି, ନାହିଁ, ପଢନ୍ତି ନାହିଁ, ତାହେଲେ ପଢନ୍ତି ନାହିଁ ମାନେ
ଏଇ ଯୋଉ ଦିଟା ସାର୍କିଲ୍ ଅଛି ଏମାନେ କିଛି ନା ହେଲେ କିଛି ପଢୁଛନ୍ତି, କିନ୍ତୁ ଏଇ ଯୋଉ ସାଇଡ୍ ଗୁଡା ଏମାନେ କିଛି ପଢନ୍ତିନି। ତାହେଲେ କେତେଟା ପରିବାର? 50ଟା ଦେଲା। ତାହେଲେ ଏ ୟୁନିୟନ ବି ର ଡାସ୍ ଦେଲା 50। ସବୁବେଳେ ଏ ୟୁନିୟନ ବି ଡାସ୍ ମାନେଟା କଣ ବୁଝିଥିବ? 50ଟି ପରିବାର ସମ୍ବାଦପତ୍ର କୌଣସି ଏଇ ଦୁଇଟି ମଧ୍ୟରୁ ଏଇ ଦୁଇଟି ସମ୍ବାଦପତ୍ର ମଧ୍ୟରୁ କୌଣସିଟି ପଢନ୍ତି ନାହିଁ। ତାହେଲେ ଏ ୟୁନିୟନ ବି ର ମୋଡର ଡାସ୍ ଦେଲା 50। ବୁଝିହେଲା? ଏଇଟା ଭଲସେ ବୁଝୁଥିବ ଯେ ଏଇ ଲାଇନଟା ଏ ୟୁନିୟନ ବି ର ଡାସ୍ ଟା କେମିତି ଲେଖା ହଉଛି। ଏବେ ଦେଖ ସେ କହୁଛି 125ଟି ପରିବାର ଉଭୟ ଖବରକାଗଜ। ଉଭୟ ମାନେ କଣ ଆସିବ କୁହ? ଏ ଇଣ୍ଟରସେକ୍ସନ ବି। ଏ ଇଣ୍ଟରସେକ୍ସନ ବି ମାନେ ମଝିଟା। ତାହେଲେ ଇଣ୍ଟରସେକ୍ସନ ବି ଦେଲା 125 ଜଣ। ଏବେ ଆମକୁ କାଢିବାର ଅଛି ଏକ୍ସ। କଣ କରିବା? କିଛି ନାହିଁ, ଯୋଉ ମେନ୍ ଫର୍ମୁଲା ତୁମକୁ ମୁଁ କହିଛି ସେଇ ମେନ୍ ଫର୍ମୁଲା ପକାଅ। ଏ ୟୁନିୟନ ବି ର ଡାସ୍ ଇଜୁଆଲ ଟୁ ଏ ୟୁନିୟନ ବି ର ମୋଡ ଇଜୁଆଲ ଟୁ ଏ ମୋଡ ପ୍ଲସ ବି ମୋଡ ମାଇନସ ଏ ଇଣ୍ଟରସେକ୍ସନ ବି ର ମୋଡ। ଏ ୟୁନିୟନ ବି କେତେ ଆମକୁ ବାହାରୁଛି? ଏ ୟୁନିୟନ ବି, ଏ ୟୁନିୟନ ବି ଟା କେତେ ହବ କହିଲ? ଏ ୟୁନିୟନ ବି ଦେଖ, ତମେ ଇ ନେଇଛ କେତେ? ଏକ୍ସ। ଇ ନେଇଛ ଏକ୍ସ। ଏ ୟୁନିୟନ ବି ର ଡାସ୍ ଦେଇଛି କେତେ? 50। ତମେ ଜାଣିଛ ଇ ସମାନ ଏ ୟୁନିୟନ ବି ର ମୋଡ ପ୍ଲସ୍ ଏ ୟୁନିୟନ ବି ର ମୋଡ ର ଡାସ୍। ଏଇଟା ଜାଣିଛ ସମସ୍ତେ, ଏଇଟା ଏଇ ମୋଡ ଦିଅ। ଏଇଟା ଜାଣିଛ। ତ ମୁଁ ଏ ୟୁନିୟନ ବି ଏଇଠି ଲେଖିବାର ଅଛି। ମୁଁ ଇ ଜାଣିଛି ଏକ୍ସ, ଇ ଜାଣିଛି ଏକ୍ସ। ଏ ୟୁନିୟନ ବି ର ମୋଡ କେତେ ଦେଇଛି? ଏ ଡାସ୍ ଦେଇଛି କେତେ? 50। ତ ଏ ୟୁନିୟନ ବି ପାଇବି ନା ନାହିଁ? ପାଇବି। କେମିତି? ଏଇ ଏକ୍ସ ପାଖକୁ ଏଇ 50ଟାକୁ ନେଇଚାଲ। ଏକ୍ସ ପାଖକୁ 50ଟାକୁ ନେଇଯାଅ। ତାହେଲେ ଇଏ ରହିଲା ସେମିତି। ଏଇଟା ମୁଁ କାଢିବାର ଅଛି, ତାହେଲେ ସେ ତାକୁ ସେମିତି ରଖ। ଏକ୍ସ ପାଖକୁ 50 ନେଇଗଲେ ଏକ୍ସ ମାଇନସ 50 ସମାନ କେତେ? ଏ ୟୁନିୟନ ବି ର ମୋଡ। ୟାକୁ ଏପଟକୁ ଆଣିକି ଲେଖ। ଏଇଟା ଲେଖିବା ଯାହା ଏ ୟୁନିୟନ ବି ସମାନ ଏକ୍ସ ମାଇନସ 50। এইটা ଲେଖିବା ସେୟା, କିଛି ଅସୁବିଧା ନାହିଁ। ତାହେଲେ ଏ ୟୁନିୟନ ବି ର ମୋଡ କେତେ ହେଲା? ଏକ୍ସ ମାଇନସ 50। ବୁଝିହେଲା? ଏଇଟା ତୁମକୁ ବୁଝିବା ପାଇଁ କହିଲି। ଏଇଟା ତୁମକୁ ବୁଝିବା ପାଇଁ କହିଲି। ଏକ୍ସ ମାଇନସ 50 ସମାନ ଏ ମୋଡ କେତେ ଆମେ ପାଇଛୁ? 2x ବାଇ 5। 2x ବାଇ 5 ରଖିଲି ଏଠି। বি মোড কেতে পাইছি? 3x বাই 4। 3x বাই 4। দেখো এ ইন্টরসেকশন বি মাইনাস এ ইন্টরসেকশন বি কেতে? 125 ଦେଇଥିଲା କ୍ୱେଶ୍ଚନରେ। ଏଇଠି ଦେଖ 125 ଦେଇଛି, 125 ରଖିଲି। ମୁଁ ଫାଷ୍ଟ କ୍ୱେଶ୍ଚନରେ ଯାହା ଯାହା ଡାଟା ଦେଇଥିଲା ମୁଁ ଲେଖିଦେଲି। ଏବେ କାମ ହେଉଛି ମୁଁ ସଲ୍ଭ କେମିତି କରିବି। ଫାଷ୍ଟ କୁହ, ମୁଁ ଏଇ ସଂଖ୍ୟାଟାକୁ, ଏଇ ଯେଉଁ ସଂଖ୍ୟା ଖାଲି ଅଛି, ମୁଁ ୟାକୁ ଆର ପଟକୁ ନେଇପାରିବି? ନେଇପାରିବି? ନେଇପାରିବି ନା ନାହିଁ? এই ସଂଖ୍ୟାଟାକୁ ମୁଁ ଆର ପଟକୁ ନେଇପାରିବି ନା ନାହିଁ? ନେଇପାରିବି। ଯଦି ମୁଁ ଆର ପଟକୁ ନେଲି, ଦେଖ ତାହେଲେ ଏଇଠି ଏଇଟା ଟିକେ ଭୁଲ ହେଇଯାଇଛି ଲାଗୁଛି। ଏଇଟା ଭୁଲ ହେଇଯାଇଛି। ସଂଖ୍ୟାଟାକୁ ଯଦି ମୁଁ ଆର ପଟକୁ ନେଉଛି, ଦେଖ x ପ୍ଲସ୍ 75 ସମାନ 8x ପ୍ଲସ୍ 15x ବାଇ 20 ହବ। ଏଇଟା ଯେତେବେଳେ ଏଇ ଲାଇନଟା, ଏଇ ଯେଉଁ ଲାଇନଟାକୁ ଯେତେବେଳେ ତମେ ସଲ୍ଭ କରିବ, এইটা পাইব। এটা এইটি হব। এটা ମୁଁ ଭୁଲରେ ତଳକୁ କରିଦେଇଛି। x ପ୍ଲସ୍ 75 ଇଜୁଆଲ୍ ଟୁ x ପ୍ଲସ୍ 75 ଇଜୁଆଲ୍ ଟୁ 8x ପ୍ଲସ୍ 15x ବାଇ 20। এটা କେମିତି ହବ କହିଲ? ଦେଖ এইଟା ଯେତେବେଳେ ତମେ ଆଣିବ 125ଟା ଏପଟ ମାଇନସ୍ ହେଇକି ଅଛି, ଏପଟକୁ ଆସିଲେ କଣ ହବ? ପ୍ଲସ୍ ହେଇଯିବ। ତାହେଲେ x ମାଇନସ୍ 50 ପ୍ଲସ୍ 125 କେତେ ହବ? 150 ମାଇନସ୍ 150 ପ୍ଲସ୍ 125। এটা ମିଶେଇ ଦେଲେ ହବ ପ୍ଲସ୍ 75। ତାହେଲେ xଟା x ଜାଗାରେ ରହିଲା, ପ୍ଲସ୍ 75 ଏଠି ବସିଲା। ତାହେଲେ x ପ୍ଲସ୍ 75 ସମାନ ଚିହ୍ନ ଦେଇଥିଲା। ସମାନ ଚିହ୍ନ ଇଜୁଆଲ୍ ଟୁ ଦୁଇଟା ଭଗ୍ନାଂଶ ତ ଥିଲା, ୟାକୁ ମିଶେଇ ଦେବ। ୟାର ଲସାଗୁ ହେଲା କେତେ? 5 4 20 20। ତାର ଲସାଗୁ ମିଶେଇବା କେମିତିଆ? 5 4 ଲସାଗୁ 20 20 ଲେଖିଲି। 5 ରେ 20 ଭାଗ କରିବି। 5 ରେ ଯୋଉ 5 ରେ 20 ଭାଗ କରି 5 20 20 4 ହେଲା। 4 କୁ ନେଇକି 2x ରେ ଗୁଣିବି। 4 2 8x ଲେଖିଲି। ଏବେ ପୁଣି ୟାକୁ 4 କୁ 20 ସହିତ ଭାଗ କରିବି। 4 5 20 5 ହେଲା। 5 କୁ ନେଇକି 3x ସହିତ ଗୁଣିବି। 5 3 15x। ବୁଝିଲେ? ଏବେ ଦେଖ x, ତାହେଲେ ଏଇଟା ମିଶେଇଲେ କେତେ ହବ? ଏବେ ମତେ କୁହ,
ଏ ଯୋଉ 20ଟା ଏଠି ତଳେ ଭାଗ ହେଇକି ଅଛି, ଏପଟକୁ ଆସିଲେ କ'ଣ ଗୁଣିବ। ତାହେଲେ ଏକ୍ସଟା ଯଦି 20ଟା ଏପଟକୁ ଆସିଲା, ଦେଖ ଏକ୍ସ ସହିତ 20 ଗୁଣିଲେ 20x 75 × 20 କେତେ ହବ 1500। 75ର 20 ଗୁଣିଲେ 1500 ସମାନ 8x + 15x 8x + 15x ସେମିତି ରହିଲା। ସେ 8x + 15x ସେମିତି ରହିଲା। ଏବେ x ସମାନ ଦେଖ তুমি এটি 20x ଅଛି, ଏଠି 8x + 15x ଅଛି, ତାହେଲେ এই দুইটা মিশাই দেলে କ'ଣ কেতে হব? এই দুইটা মিশাই দেলে তোমরা জানিছ 23x হব না নাই? 23x হব। ଏବେ କୁହ 23x 1500ଟା ଏମିତି ଥାଉ। ଦେଖ এটা କେମିତି ସଲ୍ଭ ହଉଛି ଦେଖ। ଆମେ ପାଇଥିଲୁ କ'ଣ x + x + 75 = 8x + 15x/20 ଏଇଟା ପାଇଥିଲୁ। ଏଇ ଲାଇନଟା ମୁଁ କରୁଛି ଆଉ ଥରେ, ମୁଁ ଜାଣେ ତମେ ବୁଝିପାରୁନ, ଏଇଠି ଦେଖ ଆଉ ଥରେ। ଏବେ କ'ଣ କରିବା, ଏ ଯୋଉ 20ଟା ଏଇଠି ଭାଗ ହେଇକି ଅଛି ନା ଛୁଆ, ଏଠି ଭାଗ ହେଇକି ଅଛି, ଏପଟକୁ ଆସିଲେ ଗୁଣିଯିବ। ତାହେଲେ ଗୁଣ 20 এই 20କୁ x ସହିତ ଗୁଣିଲେ 20x ପ୍ଲସ୍ 20କୁ 75 ସହିତ ଗୁଣିଲେ କେତେ ହବ 1500 ସମାନ 8x + 15x 8x + 15x ଯାହା ଥିଲା ସେଇଆ, କେବଳ 20ଟା ଯାଇକି ଗୁଣିଛି, ଏଇ 20ଟା ଯାଇକି ଏଠି ଖାଲି ଗୁଣିଗଲା ୟା ସହିତ। ଏବେ ଦେଖ ଏ 1500କୁ 1500 ରଖ ଏଠି ସେମିତି ସମାନ 8x + 15x କେତେ ହବ 23x। এই ଯୋଉ 20ଟା এই ସାଇଡକୁ ଯଦି ଆସିବ, ଇଏ ପ୍ଲସ୍ ହେଇକି ଅଛି, ଏଇ ସାଇଡକୁ ଆସିଲେ କ'ଣ ହବ ମାଇନସ୍ ହବ। ତାହେଲେ -20x। ଏବେ ଦେଖ 1500 ସମାନ 23ରୁ 20 ଗଲା କେତେ 3x। ଏବେ ଦେଖ ମୁଁ କହିଥିଲି 1500 = 3x ଲେଖିବା, ଯା 3x = 1500 ଲେଖିବା ସେୟା। ଏବେ x ସମାନ ପାଇବ କେତେ ନା 1500। 3ରେ x ଟା କେତେ ଗୁଣିକି ଅଛି ଏଠି ନା, ତାହେଲେ ଏପଟକୁ ଆସିଲେ 3ଟା କ'ଣ ହବ ଭାଗ ହେଇଗଲା। 3 × 5 = 15, 2ଟା ଶୂନ ଥିଲା 2ଟା ଶୂନ ବସେଇ ଦବ, ତାହେଲେ 500। ଆନ୍ସର କେତେ ପାଇଲ x = 500। ଏଇଟା ହଉଛି ତମର ଆନ୍ସର। ଟୋଟାଲ ପରିବାର ସଂଖ୍ୟା କେତେ? ଅତএବ କଲୋନୀରେ ଟୋଟାଲ ପରିବାର ସଂଖ୍ୟା 500। 500 ଭଲସେ ବୁଝି ଥରେର ବୁଝି ନ ପାରିଲେ ଦିଥର ଦେଖିବ, ଦିଥର ନ ବୁଝି ପାରିଲେ 3 ଥର ଦେଖିବ, କିନ୍ତୁ ବୁଝି କରିବ। ଯଦି ତୁମେ ଇକ୍ୱେସନ ସଲ୍ଭ ଏଗୁଡ଼ା ବୁଝିକି ନ କରିବ, ଏବେ ଆଗକୁ ଯୋଉ କ୍ୱେଶ୍ଚନ କରିବା ସେଥିରେ ଇକ୍ୱେସନ ସଲ୍ଭ କରିପାରିବନି। ବୁଝିହେଲା? ଇକ୍ୱେସନଟା କେମିତି ସଲ୍ଭ ହଉଛି ଦେଖିକି ନିଜେ କରିବ।